କାର୍ଯ୍ୟର କାରଣଟା ଜାଣିବା ଦରକାର। ଭାଗବତ କାର୍ଯ୍ୟରେ ଲେଖିଲେ ଯଦି ପଢ଼ିବା ଏବଂ ଶୁଣିବା ନ କରିବା ବା ଯଦି କରିବା କ'ଣ ହବ, ନୀତି ଭାଗବତ ପଢ଼ ଏ ଭାବରେ ମନ କରନ୍ତୁ ଦୃଢ଼ ମନ ବାଇରେ ଜୀବ ଗତି ମୁକ୍ତି ମାର୍ଗ ଲୋଡ଼। ଯଦି ଭାଗବତ ପଢ଼ିବ ଜୀବନର ଗତି ଠିକ୍ ରହିବ ବା ଜୀବନର ଗତି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଯାହା ଏ ସଂସାରକୁ ଜୀବ ଆସିଛି ସେଇ ଗତି ପ୍ରାପ୍ତ ହେବ। ଅର୍ଥାତ୍ ମୁକ୍ତ ଜୀବ ଯେଉଁ ବଦ୍ଧ ଜୀବ ହିସାବରେ ଏ ମାୟାର ସଂସାର ଭିତରେ ଆମେ ଅଛେ, ମୁକ୍ତି ଅବସ୍ଥା ପ୍ରାପ୍ତ ହେବା, ମୁକ୍ତ ହୋଇଯିବା। ମୁକ୍ତିର ଅର୍ଥ ନୁହଁ ଯେ ମରିଯିବା ଆଉ ଆସିବାନି। ସଂସାରରେ ଥିବା, ସଂସାରରେ ଚଳୁଥିବା, ସଂସାରରେ ନିଜର ଜୀବିକା ନିର୍ବାହ କରୁଥିବା, ସବୁ କର୍ମ କରୁଥିବା, କିନ୍ତୁ ସଂସାର ଆମ ଭିତରେ ନଥିବ। এই কথা ସୁନ୍ଦର ଭାବରେ ଗୁରୁଦେବ ଗୋଟେ କଲମ କରିଛନ୍ତି। ତାର ସେଇ କଥା ସବୁ, ସେଇ ଯେଉଁ ସଂସାରର ବାସନା କଥା ତୃତୀୟ ସ୍କନ୍ଧରେ ଆମର ପୁଣି ପଡ଼ିବ। କଥା ବେଶୀ ଲମ୍ବେଇବାନି, କଥା ତ ବେଶୀ ଲମ୍ବେଇଲେ ବେଶୀ କଥା ହେଇଯିବ। ଆମର ଯେତେବେଳେ କୀର୍ତ୍ତନ ହେବ କେମିତି ଫଳଟାକୁ ତା ପୂର୍ବରୁ ନେଇ ଆସିଛି ତୃତୀୟ, ସେଇଥିପାଇଁ ମାନେ କୀର୍ତ୍ତନ ସବୁବେଳେ ନାହିଁ, ସେଥିପାଇଁ ଫଳ ଦେବେ। ଏଇଟା ଦ୍ୱିତୀୟ ଅଧ୍ୟାୟ ସୁଜି ଭାଇ କିଶୋରୀ ଭାଇ ତାଙ୍କର ଲାଗେ, ଏଇଟା ଖଞ୍ଜନ ଟିକେ ଦ୍ୱିତୀୟ ଅଧ୍ୟାୟ ଠିକ ହଉନି। ହଉ।